ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ କଳା ଲୁଣ ବ୍ୟବହାର କରନ୍ତି, କିନ୍ତୁ ଥରେ ଭାବିଲେ କଳା ଲୁଣରେ କଳା କେଉଁଠି ଲୁଚିକି ଅଛି? କାରଣ କଳା ଲୁଣ ତ ଆମକୁ ପିଙ୍କ। ତ ଆସନ୍ତୁ, ଆକ୍ଚୁଆଲି ଏ ପ୍ରଶ୍ନଟି ଦିଲ୍ଲୀପ ବୋଲି ଗୋଟେ ପିଲା ଆମର ଆଜି ପଚାରିଲା। କାରଣ ଆକ୍ଚୁଆଲି ଆମେ ଆଜି ଇଲେକ୍ଟ୍ରୋଲିସିସ୍ ପଢ଼ାଉଥିଲେ ସଲ୍ଟର, NaClର, ମାନେ ଧଳା ଲୁଣର। କିନ୍ତୁ ତା ପ୍ରଶ୍ନ ଥିଲା, ସାର୍ ଧଳା ଲୁଣ ତ ସବୁଠି ଅଛି, କିନ୍ତୁ ଆମେ ୟୁଟ୍ୟୁବ୍ କେଉଁ ଜାଗାରେ ବି ଆପଣ ଖୋଜିବେ କଳା ଲୁଣର ଇଲେକ୍ଟ୍ରୋଲିସିସ୍ କେଉଁଠି ଏପର୍ଯ୍ୟନ୍ତ ହେଇନି। ତାହେଲେ କଳା ଲୁଣର ଇଲେକ୍ଟ୍ରୋଲିସିସ୍ କରୁ କରୁ ଆମେ ହଠାତ୍ ସେ କଳା ରଙ୍ଗକୁ ଆବିଷ୍କାର କଲୁ। ତ ଆଜି ଆମେ କଥା ମାଧ୍ୟମରେ ବୁଝିବା ଯେ ଆକ୍ଚୁଆଲି କଳା ଲୁଣର କଳା କେଉଁଠି ଲୁଚିକି ଅଛି। ଦିଲ୍ଲୀପ, ତୁମକୁ ଧନ୍ୟବାଦ ଆମକୁ ପ୍ରଶ୍ନ ପଚାରିଥିବାରୁ। କାରଣ ପ୍ରତ୍ୟେକ ପ୍ରଶ୍ନ ଗୋଟେ ନୂଆ ଦିଗ ଦିଶା ଏବଂ ସମସ୍ତଙ୍କୁ ଶିଖିବା ପାଇଁ ଗୋଟେ ସୁଯୋଗ ଦିଏ। ତ ମୁଁ ଆଶା କରୁଛି ଆମେ ଯାହା ବି ଆଜି ଏକ୍ସପେରିମେଣ୍ଟ କରିବା ସେଇଟା ଆମ ସମସ୍ତ ପିଲାଙ୍କର ସହଯୋଗିତା ଯୋଗୁଁ ହେଇଛି। ଯେଉଁମାନେ ଯାଇଥିଲେ ଆଣିବା ପାଇଁ ବ୍ୟାଟେରୀ ହେଉ, ଗ୍ଲାସ୍ ହେଉ। ତ କଳା ଲୁଣରେ ଆକ୍ଚୁଆଲି ଜେନେରାଲି ଆମର ଯେଉଁ କମ୍ପାଉଣ୍ଡ ମାନେ ଅଛନ୍ତି ସେମାନେ ଆଇରନ୍ ସଲଫାଇଡ୍